ଫିଟ୍ ଇଣ୍ଡିଆ କାର୍ନିଭାଲ ଉଦଯାପିତ। ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସି ବିଚ୍ଠାରେ 3 ଦିନିଆ ଫିଟ୍ ଇଣ୍ଡିଆ କାର୍ନିଭାଲ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଥିଲା। ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଯୋଗ ଦେଇଥିଲେ। ଆମେ ସୁସ୍ଥ ରହିଲେ ରାଜ୍ୟ ଓ ଦେଶ ସୁସ୍ଥ ରହିବ। ଦେଶ ସୁସ୍ଥ ରହିଲେ ସମୃଦ୍ଧି ସହଜ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ବର୍ତ୍ତମାନ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ବିବିଧ ଚାପରେ ରହୁଥିବାରୁ ମାନସିକ ଶାରୀରିକ ଭାବେ ପ୍ରଭାବିତ ହେଉଛନ୍ତି। ଏହାକୁ ପରିଚାଳନା ପାଇଁ ସୁସ୍ଥ ରହିବା ଓ ସ୍ୱାସ୍ଥ୍ୟ ସଚେତନ ହେବା ଜରୁରୀ। ଫିଟ୍ ଇଣ୍ଡିଆ କାର୍ନିଭାଲ ଯୋଗ, କ୍ରୀଡ଼ା, ମନୋରଞ୍ଜନ ଇତ୍ୟାଦି ବିବିଧ କ୍ଷେତ୍ରରେ ଆମକୁ ଆଗେଇ ନେଇଥାଏ। ଏହାକୁ ନିତ୍ୟ ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲମ୍ପିଆନ୍ ଆଥଲେଟ୍ ଦୁତି ଚାନ୍ଦ, ଯୁବ ଅଭିନେତା ଶୁଭମ ନାୟକ, ସାଇର ସହଯୋଗୀ ପାର୍ଟନର ତଥା ସିଇଓ ସୁଜିତ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଉପସ୍ଥିତ ଥିଲେ। ସାଇବା ଭାରତୀୟ କ୍ରୀଡ଼ା ପ୍ରାଧିକରଣର ସହକାରୀ ନିର୍ଦ୍ଦେଶକ କରଣ ସଧୁବାନୀ, ଉପନିର୍ଦ୍ଦେଶକ ତୈଲୋକ୍ୟ ନାଥ ସାହୁ ପ୍ରମୁଖ ଯୋଗ ଦେଇ ଫିଟ୍ ଇଣ୍ଡିଆର 3 ଦିନିଆ କାର୍ଯ୍ୟକ୍ରମ ଏକ ସୁନ୍ଦର ଓ ସଫଳ ପଦକ୍ଷେପ ବୋଲି କହିଥିଲେ। ଏହାର ସୁଫଳ ଲୋକମାନେ ନିଶ୍ଚିତ ପାଇବେ ଓ ସୁସ୍ଥ ରହିବେ ବୋଲି ସେମାନେ ଆଶା କରିଥିଲେ। ଏହି 3 ଦିନିଆ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଯୋଗ, ଜୁମ୍ବା, ବିଚ ଭଲି, ବିଚ କ୍ରିକେଟ, କବାଡି, କୁସ୍ତି, ମାଲଖମ୍ବ, ପାଇକ ଆଖଡ଼ା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।